ଓମ୍ ଶାନ୍ତି 17 ଅଗଷ୍ଟ 2025 ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 16 ନଭେମ୍ବର 2006। ମୁରଲୀର ସାରାଂଶ। ନିଜର ସ୍ୱମାନର ସ୍ୱାଭିମାନରେ ରୁହ ଏବଂ ସମୟର ମହତ୍ତ୍ୱକୁ ଜାଣି ସଦା ପ୍ରସ୍ତୁତ ରୁହ। ନିଜର ସ୍ୱମାନର ସ୍ୱାଭିମାନରେ ରୁହ ଏବଂ ସମୟର ମହତ୍ତ୍ୱକୁ ଜାଣି ସଦା ପ୍ରସ୍ତୁତ ରୁହ। ଆଜି ବାପ ଦାଦା ନିଜର ଚାରିଆଡ଼ର ପରମାତ୍ମା ସ୍ନେହର ପାତ୍ର ସ୍ୱମାନର ଆସନ ଉପରେ ସ୍ଥିତ ରହୁଥିବା ପିଲାମାନଙ୍କୁ ଦେଖୁଛନ୍ତି। ଏମିତି ତ ସବୁ ପିଲା ନିଜ ନିଜର ଆସନ ଉପରେ ବସିଛନ୍ତି, କିନ୍ତୁ କେତେକ ପିଲା ଏକାଗ୍ର ସ୍ଥିତିର ଆସନ ଉପରେ ସ୍ଥିତ ଅଛନ୍ତି। ଆଉ କେତେକ ପିଲା ସଂକଳ୍ପରେ କିଛି କିଛି ହଲଚଲ ହେଉଛନ୍ତି। ବାପ ଦାଦା ବର୍ତ୍ତମାନର ସମୟ ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ଏକାଗ୍ରତା ରୂପରେ ସମାନଧାରୀ ସ୍ୱରୂପରେ ସର୍ବଦା ଦେଖିବାକୁ ଚାହୁଁଛନ୍ତି। ପିଲାମାନେ ମଧ୍ୟ ସର୍ବଦା ଏକାଗ୍ରତାର ସ୍ଥିତିରେ ସ୍ଥିତ ହେବାକୁ ଚାହୁଁଛନ୍ତି। ତେବେ ସମସ୍ତେ ନିଜର ଭିନ୍ନ ଭିନ୍ନ ପ୍ରକାରର ସ୍ୱମାନକୁ ମଧ୍ୟ ଜାଣିଛନ୍ତି ଏବଂ ତା'ର ଚିନ୍ତନ ମଧ୍ୟ କରୁଛନ୍ତି, କିନ୍ତୁ ଏକାଗ୍ରତାରୁ ପୁଣି ହଲଚଲ ସ୍ଥିତିକୁ ଆସିଯାଉଛନ୍ତି। ସର୍ବଦା ଏକରସ ଅର୍ଥାତ୍ ଏକାଭଳି ସ୍ଥିତିରେ ବହୁତ କମ୍ ରହୁଛନ୍ତି, ଅନୁଭବ ମଧ୍ୟ କରୁଛନ୍ତି ଏବଂ ଏହିଭଳି ସ୍ଥିତିରେ ମଧ୍ୟ ରହିବାକୁ ଚାହୁଁଛନ୍ତି। କିନ୍ତୁ ଏଥିରେ କେବେ କେବେ କାହିଁକି ହେଉଛି, ଏହାର କାରଣ କ'ଣ? ସର୍ବଦା ଏଥିପ୍ରତି ଆଟେନସନ୍ ଅର୍ଥାତ୍ ଧ୍ୟାନ ଦେବାରେ କମି ରହୁଛି। ଯଦି ସ୍ୱମାନର ତାଲିକା ବାହାର କରାଯିବ ତ ବହୁତ ବଡ଼ ହୋଇଯିବ। ତେବେ ସବୁଠାରୁ ପ୍ରଥମ ସ୍ୱମାନ ହେଲା, ଆଜି ପର୍ଯ୍ୟନ୍ତ ଯେଉଁ ପିତାଙ୍କୁ ମନେ ପକାଇ ଆସୁଥିଲ, ଏବେ ପ୍ରତ୍ୟକ୍ଷରେ ତାଙ୍କର ସନ୍ତାନ ହୋଇଯାଇଛ ଏବଂ ତାହା ମଧ୍ୟ ନମ୍ବର 1 ସନ୍ତାନ ଅଟ। ବାପ ଦାଦା ତୁମ ଭଳି କୋଟିକ ଭିତରେ କେହି ପିଲାମାନଙ୍କୁ କେଉଁଠୁ ବାଛି ବାଛି ନିଜର ସନ୍ତାନ କରିଛନ୍ତି ଏବଂ 5ଟି ଯାକ ମହାଦ୍ୱୀପରୁ ପ୍ରତ୍ୟକ୍ଷ ରୂପରେ ବାବା ନିଜର ସନ୍ତାନମାନଙ୍କୁ ନିଜର କରି ନେଇଛନ୍ତି। ଏହା କେତେ ବଡ଼ ସ୍ୱମାନ ଅଟେ! ସୃଷ୍ଟିର ରଚୟିତାଙ୍କର ପ୍ରଥମ ରଚନା ତୁମେମାନେ ହିଁ ଅଟ। ଜାଣିଛ ତ ଏହି ସ୍ୱମାନକୁ ବାପ ଦାଦା ନିଜ ସହିତ ତୁମମାନଙ୍କୁ ମଧ୍ୟ ସାରା ବିଶ୍ୱର ଆତ୍ମାମାନଙ୍କର ପୂର୍ବଜ କରିଦେଇଛନ୍ତି। ତେଣୁ ସାରା ବିଶ୍ୱର ପୂର୍ବଜ ମଧ୍ୟ ଅଟ ଏବଂ ପୂଜ୍ୟ ମଧ୍ୟ ଅଟ। ବାପ ଦାଦା ପ୍ରତ୍ୟେକ ସନ୍ତାନମାନଙ୍କୁ ବିଶ୍ୱର ଆଧାର ମୂରତ ଏବଂ ଉଦାହରଣ ମୂରତ କରିଛନ୍ତି। କ'ଣ ଏହିଭଳି ନିଶା ଅଛି ତ? କେବେ କେବେ ଟିକିଏ ନିଶା କମ୍ ହୋଇଯାଉଛି କି? ଚିନ୍ତା କର, ସାରା କଳ୍ପ ଭିତରେ ଏହିଭଳି ଅମୂଲ୍ୟ ସିଂହାସନ କାହାକୁ ବି ପ୍ରାପ୍ତ ହେଉନାହିଁ। ତାହା ହେଲା ପରମାତ୍ମାଙ୍କର ହୃଦୟ ରୂପୀ ସିଂହାସନ, ଆଲୋକର ମୁକୁଟ ଏବଂ ସ୍ମୃତିର ତିଳକ, ଯାହା ତୁମମାନଙ୍କୁ ମିଳିଯାଇଛି। ତେବେ ତୁମର ସ୍ମୃତି ଆସୁଛି ନା, ମୁଁ କିଏ, ମୋର ସ୍ୱମାନ କ'ଣ? ଏହାର ନିଶା ରହୁଛି ତ? ସାରା କଳ୍ପ ଭିତରେ ସତ୍ୟଯୁଗୀ ରାଜ୍ୟ ସିଂହାସନ କେତେ ବି ମୂଲ୍ୟବାନ ହୋଇଥାଉ, କିନ୍ତୁ ପରମାତ୍ମାଙ୍କର ଦିଲ୍ ରୂପୀ ସିଂହାସନ କେବଳ ତୁମମାନଙ୍କୁ ହିଁ ପ୍ରାପ୍ତ ହେଉଛି। ବାପ ଦାଦା ସର୍ବଦା ଶେଷ ନମ୍ବର ସନ୍ତାନକୁ ମଧ୍ୟ ଫରିସ୍ତା ଏବଂ ଦେବତା ସ୍ୱରୂପରେ ହିଁ ଦେଖୁଛନ୍ତି। ଏବେ ଏବେ ବ୍ରାହ୍ମଣ ଅଟ, ବ୍ରାହ୍ମଣରୁ ପୁଣି ଫରିସ୍ତା ହେବ ଏବଂ ଫରିସ୍ତାରୁ ଦେବତା ମଧ୍ୟ ନିଶ୍ଚିତ ହେବ। ଜାଣିଛ ତ ନିଜର ସ୍ୱମାନକୁ? କାହିଁକି ନା ବାପ ଦାଦା ଜାଣିଛନ୍ତି ଯେ ନିଜର ସ୍ୱମାନକୁ ଭୁଲିଯିବା କାରଣରୁ ହିଁ ଦେହଭାନ ଏବଂ ଦେହ ଅଭିମାନ ଆସୁଛି, ଯାହାଦ୍ୱାରା ଦୁଃଖୀ ମଧ୍ୟ ହେଉଛ। ବାପ ଦାଦା ଦେଖୁଛନ୍ତି ପିଲାମାନଙ୍କ ଭିତରେ ଯେତେବେଳେ ଦେହଭାନ ଅର୍ଥାତ୍ ଦେହର ସ୍ମୃତି ଏବଂ ଦେହର ଅଭିମାନ ଆସୁଛି, ସେତେବେଳେ କେତେ ଦୁଃଖୀ ହୋଇଯାଉଛ। ଏଥିରେ ତ ସମସ୍ତେ ଅନୁଭବୀ ଅଟ। ସ୍ୱମାନ ରୂପୀ ସ୍ୱାଭିମାନରେ ରହିବା ଏବଂ ଏହିଭଳି ଦୁଃଖ ଅଶାନ୍ତିରେ ରହିବା, ଉଭୟକୁ ତ ତୁମେମାନେ ଜାଣିଛ ନା?
ବାପ ଦାଦା ଦେଖୁଛନ୍ତି ଅଧିକାଂଶ ପିଲା ଭଲ ଭାବରେ ନଲେଜଫୁଲ୍ ଅର୍ଥାତ୍ ଜ୍ଞାନୀ ମଧ୍ୟ ହୋଇଯାଇଛନ୍ତି, କିନ୍ତୁ ସର୍ବଶକ୍ତିରେ ଫୁଲ୍ ନୁହନ୍ତି, କମ୍ ବେଶୀ ହିସାବରେ ଅଛନ୍ତି। ବାପ ଦାଦା ପ୍ରତ୍ୟେକ ସନ୍ତାନକୁ ନିଜର ସର୍ବସମ୍ପତ୍ତିର ବାଳକ ହିସାବରେ ମାଲିକ ମଧ୍ୟ କରିଛନ୍ତି। ସମସ୍ତଙ୍କୁ ସର୍ବସମ୍ପତ୍ତି ମଧ୍ୟ ଦେଇଛନ୍ତି, କାହାକୁ କମ୍ ବେଶୀ ଦେଇନାହାନ୍ତି। କାହିଁକି ନା ସମ୍ପତ୍ତି ତ ବେସୁମାର ରହିଛି, ଅସରନ୍ତି ସମ୍ପତ୍ତି ରହିଛି। ସେଥିପାଇଁ ପ୍ରତ୍ୟେକ ସନ୍ତାନକୁ ବେହଦର ବାଳକ ହିସାବରେ ମାଲିକ କରିଛନ୍ତି। ଯେହେତୁ ସେ ବେହଦର ପିତା ଅଟନ୍ତି ଏବଂ ତାଙ୍କ ପାଖରେ ମଧ୍ୟ ବେହଦର ସମ୍ପତ୍ତି ମଧ୍ୟ ରହିଛି, ତେଣୁ ଏବେ ନିଜେ ନିଜକୁ ଚେକ୍ କର ଯେ ତୁମ ପାଖରେ ମଧ୍ୟ ବେହଦର ସମ୍ପତ୍ତି ଅଛି ତ? ସବୁବେଳେ ଅଛି ନା କେବେ କେବେ କିଛି କିଛି ଚୋରି ହୋଇଯାଇଛି, ହଜିଯାଇଛି କି? ଏବେ ବାବା ଏଥିପ୍ରତି କାହିଁକି ଧ୍ୟାନ ଆକର୍ଷଣ କରାଉଛନ୍ତି? କାହିଁକି ନା ପିଲାମାନେ କେବେ ବି ଦୁଃଖୀ ନ ହୁଅନ୍ତୁ। ସର୍ବଦା ସୋମାନର ଆସନ ଉପରେ ସ୍ଥିତ ରୁହନ୍ତୁ, ହଲଚଲ ନ ହୁଅନ୍ତୁ। 63 ଜନ୍ମ ତ ହଲଚଲ ହେବାର ଅନୁଭବ କରିନେଲ ନା? ଏବେ ଆହୁରି କରିବାକୁ ଚାହୁଁଛ କି? ଥକିନାହ କି? ଏବେ ନିଜର ସୋମାନରେ ରହିବା ଅର୍ଥ ନିଜର ସର୍ବୋଚ୍ଚ ସ୍ୱାଭିମାନରେ ରହିବା। କାହିଁକି ଜାଣିଛ? ଏଥିରେ କେତେ ସମୟ ବିତିଗଲାଣି? 70 ବର୍ଷ ପାଳନ କରୁଛ ନା? ତେଣୁ ନିଜର ପରିଚୟ ଅର୍ଥ ହେଲା ସୋମାନର ପରିଚୟ ମିଳିବା ଏବଂ ସୋମାନରେ ସ୍ଥିତ ରହିବା। ସମୟ ଅନୁସାରେ ଏବେ ସଦା ଶବ୍ଦକୁ ବାସ୍ତବିକ ରୂପରେ ଜୀବନରେ କାର୍ଯ୍ୟକାରୀ କରିବାକୁ ହେବ। କେବଳ ଶବ୍ଦ ଉପରେ ଧ୍ୟାନ ଦେବାର ନାହିଁ, କିନ୍ତୁ ତାକୁ ବାସ୍ତବିକ ଜୀବନରେ ବିଶେଷ ଧ୍ୟାନ ଦେବାକୁ ହେବ। ତେବେ ମୋତେ ସୋମାନରେ ରହିବାର ଅଛି, ରହିବି। ଚେଷ୍ଟା ତ କରୁଛି, ନିଶ୍ଚିତ କରିନେବି। ଏହା ବେହଦର ବାଳକ ତଥା ମାଲିକର ଭାଷା ନୁହେଁ। ଏବେ ତ ସମସ୍ତଙ୍କ ଦିଲ୍ ଭିତରୁ ଏହି ଶବ୍ଦ ଅନବରତ ବାହାରୁ, ଯାହା ପାଇବାର ଥିଲା ତାହା ପାଇଗଲି। ପାଉଛି ଶବ୍ଦ ବେହଦ ପିତାଙ୍କର ବେହଦ ସମ୍ପତ୍ତି ପ୍ରାପ୍ତ କରିଥିବା ପିଲାମାନେ କହିପାରିବେ ନାହିଁ, ମୁଁ ପାଇସାରିଛି। ଯେବେ କି ବାପ ଦାଦାଙ୍କୁ ପାଇଯାଇଛ, ମେରା ବାବା ବୋଲି କହିଦେଇଛ, ମାନି ଯାଇଛ, ଜାଣି ଯାଇଛ, ତେବେ ଏହି ଶବ୍ଦ ତ ଅନବରତ ଭାବରେ ବାହାରିବ। କାହିଁକି ନା ବାପ ଦାଦା ଜାଣିଛନ୍ତି ଯେ ପିଲାମାନେ କେବେ କବେ ସୋମାନରେ ରହୁଥିବା କାରଣରୁ ସମୟର ମହତ୍ତ୍ୱକୁ ସ୍ମୃତିରେ କମ୍ ରଖୁଛନ୍ତି। ଗୋଟିଏ ହେଲା ନିଜର ସୋମାନର ମହତ୍ତ୍ୱ, ଦ୍ୱିତୀୟରେ ହେଲା ସମୟର ମହତ୍ତ୍ୱ। କାରଣ ତୁମେମାନେ ସାଧାରଣ ଆତ୍ମା ନୁହେଁ, ପୂର୍ବଜ ଅଟ। ତୁମ ଜଣ ଜଣକ ପଛରେ ବିଶ୍ୱର ଆତ୍ମାମାନଙ୍କର ଆଧାର ରହିଛି। ତେଣୁ ଟିକିଏ ଭାବି ଦେଖ, ତୁମେ ଯଦି ହଲଚଲ ହେବ, ତେବେ ବିଶ୍ୱର ଆତ୍ମାମାନଙ୍କର ଅବସ୍ଥା କ'ଣ ହେବ? ଏପରି ଭାବ ନାହିଁ ଯେ ମହାରଥୀ ବୋଲାଉଥିବା ଆତ୍ମାମାନଙ୍କ ପଛରେ ହିଁ ବିଶ୍ୱର ଆଧାର ରହିଛି। ଯଦି ନୂଆ ନୂଆ ମଧ୍ୟ ଅଟ, କାହିଁକି ନା ନୂଆ ପିଲାମାନେ ମଧ୍ୟ ବହୁତ ଆସିଥିବେ। ପ୍ରଥମ ଥର ପାଇଁ ଆସିଥିବା ପିଲାମାନେ ହାତ ଉଠାଇଲେ। ଏମାନେ ସମସ୍ତେ ନୂଆ ଅଟନ୍ତି, ଯେଉଁମାନେ ଦିଲ୍ଲୀର ସହିତ ମାନି ଯାଇଛନ୍ତି ଯେ ବାବା ମୋର ଅଟନ୍ତି। କ'ଣ ମାନି ଯାଇଛ ତ? ଯେଉଁ ପିଲାମାନେ ନୂଆ କରି ଆସିଛନ୍ତି ସେମାନେ ମାନୁଛନ୍ତି ତ? ଜାଣୁଛୁ ନୁହେଁ, ମାନୁଛୁ। ମେରା ବାବା। ସେମାନେ ହାତ ଉଠାଅ, ଲମ୍ବା ହାତ ଉଠାଅ। ନୂଆ ନୂଆ ମାନେ ହାତ ଉଠାଉଛନ୍ତି, ପୁରୁଣା ମାନେ ତ ପକ୍କା ଅଛନ୍ତି ନା? ତେଣୁ ଯେଉଁମାନେ ଦିଲ୍ଲୀର ସହିତ ମାନି ଯାଇଛନ୍ତି ଯେ ବାବା ମୋର ଅଟନ୍ତି ଏବଂ ବାବା ମଧ୍ୟ ମାନି ଯାଇଛନ୍ତି ଯେ ତୁମେ ମୋର ସନ୍ତାନ ଅଟ, ସେମାନେ ସମସ୍ତେ ସାରା ବିଶ୍ୱର ଆତ୍ମାମାନଙ୍କ ପାଇଁ ଦାୟୀ ଅଟନ୍ତି। କାହିଁକି ଜାଣିଛ? ଯେବେଠାରୁ ତୁମେ କହୁଛ ଯେ ମୁଁ ବ୍ରହ୍ମା କୁମାରୀ ଅଟେ, ତେବେ ତୁମେମାନେ ବ୍ରହ୍ମାକୁମାରୀ ହେଲ ନା ଶିବକୁମାରୀ ହେଲ ନା ଦୁଇ ଜଣଙ୍କର ହେଲ? ତାହେଲେ ତ ବାନ୍ଧି ହୋଇଗଲ, ଦାୟିତ୍ୱର ମୁକୁଟ ତ ପିନ୍ଧିନେଲ ନା? କ'ଣ ପିନ୍ଧିଛ ତ?
ପାଣ୍ଡବମାନେ କୁହନ୍ତୁ, କ'ଣ ଦାୟିତ୍ୱର ମୁକୁଟ ପିନ୍ଧିଛ ତ? ଓଜନ ଲାଗୁନାହିଁ ତ? ହାଲୁକା ଅଟେ ତ? କାରଣ ଲାଇଟ୍ର ମୁକୁଟ ତ ଅଟେ ନା। ତେବେ ଲାଇଟ୍ କେତେ ହାଲୁକା ହୋଇଥାଏ। ତେଣୁ ସମୟର ମହତ୍ତ୍ୱକୁ ମଧ୍ୟ ଧ୍ୟାନରେ ରଖ। ସମୟ କାହାକୁ ପଚାରି କରି ଆସିବ ନାହିଁ। କେତେକ ପିଲା ତ ଏବେ ବି ମଧ୍ୟ କହୁଛନ୍ତି, ଭାବୁଛନ୍ତି କିଛି ତ ସଂକେତ ମିଳିବା ଦରକାର ନା। ହୁଏତ 20 ବର୍ଷ ଅଛି ବା 10 ବର୍ଷ ଅଛି, ଟିକିଏ ତ ଜଣାପଡ଼ିବା ଦରକାର। କିନ୍ତୁ ବାପ ଦାଦା କହୁଛନ୍ତି ଶେଷ ସମୟର ବା ଅନ୍ତିମ ବିନାଶର କଥାକୁ ଛାଡ଼। କିନ୍ତୁ ତୁମର ନିଜର ଶରୀରର ବିନାଶ କେବେ ହେବ ତୁମକୁ ଜଣାଅଛି କି? କେହି ଅଛ କି ଯାହାକୁ ଜଣାଅଛି ଯେ ଅମୁକ ତାରିଖରେ ମୁଁ ଶରୀର ଛାଡ଼ିବି? ଜଣାଅଛି? ଏହା ଛଡ଼ା ଆଜିକାଲି ତ ବ୍ରାହ୍ମଣମାନଙ୍କର ଶରୀର ଛାଡ଼ିବାର ଭୋଗ ବହୁତ ଲଗାଉଛ। ତେଣୁ କୌଣସି ଭରସା ନାହିଁ। ସେଥିପାଇଁ ସମୟର ମହତ୍ତ୍ୱକୁ ଜାଣ। ଏହି ଛୋଟିଆ ଯୁଗଟି ଆୟୁଷ ହିସାବରେ ବହୁତ ଛୋଟ, କିନ୍ତୁ ବଡ଼ରୁ ବଡ଼ ପ୍ରାପ୍ତି କରାଇବାର ଯୁଗ ଅଟେ। କାହିଁକି ନା ବଡ଼ରୁ ବଡ଼ ପିତା ଏହି ଛୋଟିଆ ଯୁଗରେ ହିଁ ଆସୁଛନ୍ତି, ଅନ୍ୟ କୌଣସି ବଡ଼ ଯୁଗରେ ଆସୁନାହାନ୍ତି। ଏହି ଛୋଟିଆ ଯୁଗଟା ହିଁ ସାରା କଳ୍ପ ପାଇଁ ପ୍ରାପ୍ତିର ମଞ୍ଜି ପୋତିବାର ସମୟ ଅଟେ। ଚାହେଁ ବିଶ୍ୱର ରାଜ୍ୟଭାଗ୍ୟ ପ୍ରାପ୍ତ କର ବା ପୂଜ୍ୟପଦ ପ୍ରାପ୍ତ କର, ସାରା କଳ୍ପର ବୀଜ ପୋତିବାର ସମୟ ଏହା ହିଁ ଅଟେ ଏବଂ ଡବଲ ଫଳ ପ୍ରାପ୍ତ କରିବାର ସମୟ ମଧ୍ୟ ଅଟେ। ଭକ୍ତିର ଫଳ ମଧ୍ୟ ଏବେ ମିଳୁଛି ଏବଂ ପ୍ରତ୍ୟକ୍ଷ ଫଳ ମଧ୍ୟ ଏବେ ମିଳୁଛି। ଏବେ ଏବେ କରିଲ, ଏବେ ଏବେ ପ୍ରତ୍ୟକ୍ଷ ଫଳ ମିଳିଗଲା ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜମା ରହିଲା। ତେବେ ସାରା କଳ୍ପରେ ଦେଖି ଆସ, ଏଭଳି କୌଣସି ଯୁଗ ଅଛି କି? କାହିଁକି ନା ଏହି ସମୟରେ ହିଁ ବାବା ପ୍ରତ୍ୟେକ ସନ୍ତାନ ହାତରେ ବଡ଼ରୁ ବଡ଼ ଉପହାର ଦେଇଛନ୍ତି। କ'ଣ ନିଜର ଉପହାର ମନେ ଅଛି ତ? ସ୍ୱର୍ଗର ରାଜ୍ୟ ଭାଗ୍ୟ, ନୂତନ ସ୍ୱର୍ଗ ଦୁନିଆର ଉପହାର ସବୁ ପିଲାଙ୍କ ହାତ ପାପୁଲିରେ ଦେଇଛନ୍ତି। ତେବେ ଏତେ ବଡ଼ ଉପହାର ମଧ୍ୟ କେହି ଦେଇନାହାନ୍ତି କି କେବେ ବି ଦେଇପାରିବେ ନାହିଁ। କେବଳ ଏବେ ହିଁ ମିଳୁଛି। ଏବେ ହିଁ ତୁମେମାନେ ମାଷ୍ଟର ସର୍ବଶକ୍ତିବାନ ହେଉଛ, କିନ୍ତୁ ଅନ୍ୟ କୌଣସି ଯୁଗରେ ମାଷ୍ଟର ସର୍ବଶକ୍ତିବାନର ପଦବୀ ମିଳି ନଥାଏ। ତେଣୁ ନିଜର ସ୍ୱମାନରେ ମଧ୍ୟ ଏକାଗ୍ର ହୋଇ ରୁହ ଏବଂ ସମୟର ମହତ୍ତ୍ୱକୁ ମଧ୍ୟ ଜାଣ। ତେଣୁ ନିଜକୁ, ସମୟକୁ, ନିଜର ସ୍ୱମାନକୁ ଏବଂ ସମୟର ମହତ୍ତ୍ୱକୁ ଜାଣ। ଏଥିରେ ବେପରୁଆ ହୁଅ ନାହିଁ। ତେବେ 70 ବର୍ଷ ତ ବିତିଗଲାଣି। ଏବେ ବି ଯଦି ବେପରୁଆ ହେବ, ତେବେ ନିଜର ପ୍ରାପ୍ତିରେ ବହୁତ କିଛି କମି କରିଦେବ। କାହିଁକି ନା ଯେତେ ଯେତେ ଆଗକୁ ବଢ଼ି ଚାଲିଛ, ସେତିକି ସେତିକି ଗୋଟିଏ ଅବହେଳା ପଣିଆ ମଧ୍ୟ ବଢ଼ି ଚାଲିଛି। ତାହା ହେଲା, ମୁଁ ବହୁତ ଭଲ ଭାବରେ ଚାଲୁଛି, ନିଶ୍ଚିତ ପହଞ୍ଚିଯିବି। ଦେଖିବ, ମୁଁ ପଛରେ ରହିବି ନାହିଁ, ହୋଇ ହିଁ ଯିବି। ଏହା ହିଁ ହେଉଛି ବଡ଼ରୁ ବଡ଼ ଅବହେଳା ପଣିଆ। ଏବଂ ଦ୍ୱିତୀୟରେ ହେଲା ରାଜକୀୟ ରୂପରେ ଆଳସ୍ୟ ମଧ୍ୟ ଆସିଯାଉଛି। ଅବହେଳା ପଣିଆ ଏବଂ ଆଳସ୍ୟ। କେବେ ଶବ୍ଦ ହେଲା ଆଳସ୍ୟର ଶବ୍ଦ ଏବଂ ଏବେ ଶବ୍ଦ ହେଉଛି ତୁରନ୍ତ ଦାନ ମହାପୁଣ୍ୟର ପ୍ରାପ୍ତି। ତେବେ ଆଜି ତ ପ୍ରଥମ ପାଳି ଅଟେ ନା। ତେଣୁ ବାପ ଦାଦା ପିଲାମାନଙ୍କର ଧ୍ୟାନ ଆକର୍ଷିତ କରାଉଛନ୍ତି। ଏହି ସିଜିନ୍ ସାରା ସ୍ୱମାନର ଆସନରୁ ତଳକୁ ଆସିବାର ନାହିଁ କି ସମୟର ମହତ୍ତ୍ୱକୁ ଭୁଲିବାର ନାହିଁ। ତେଣୁ ସତର୍କ ରୁହ, ସାବଧାନ ରୁହ, ଖବରଦାର ରୁହ। ତୁମେମାନେ ମୋର ପ୍ରିୟ ସନ୍ତାନ ଅଟ ନା। ତେଣୁ ଯାହା ପ୍ରତି ସ୍ନେହ ଥାଏ ତାର ଟିକିଏ ବି କମଜୋରି ଦେଖି ହୁଏ ନାହିଁ। ପୂର୍ବରୁ ଶୁଣାଇଛୁ ନା, ବାପ ଦାଦାଙ୍କର ଶେଷ ପଦବାଲା ପିଲା ପ୍ରତି ମଧ୍ୟ ଅତି ସ୍ନେହ ରହିଛି, କାରଣ ସନ୍ତାନ ତ ଅଟେ ନା। ତେବେ ବର୍ତ୍ତମାନ ଯେଉଁ ସିଜିନ୍ ଚାଲିଛି, ଯଦିଓ ଏହା ଭାରତବାସୀମାନଙ୍କର ସିଜିନ୍ ଅଟେ, ପୁଣି ବି ଡବଲ ବିଦେଶୀ ମଧ୍ୟ କିଛି କମ୍ ନୁହନ୍ତି। ବାପ ଦାଦା ଦେଖୁଛନ୍ତି, କୌଣସି ବି ପାଳି ଏଭଳି ନାହିଁ ଯେଉଁଥିରେ ଡବଲ ବିଦେଶୀ ଆସି ନଥିବେ। ଏହା ତ ସେମାନଙ୍କର ଚମତ୍କାରୀ ଅଟେ। ଏବେ ସବୁ ଡବଲ ବିଦେଶୀମାନେ ହାତ ଉଠାଅ। ଦେଖ କେତେ ଆସିଛନ୍ତି।
ସେମାନଙ୍କ ପାଇଁ ଯେଉଁ ସ୍ପେଶାଲ ପାଳି ଥିଲା ତାହା ତ ସରିଗଲାଣି। ପୁଣି ବି ଦେଖ କେତେ ଆସିଛନ୍ତି। ସେଥିପାଇଁ ଅଭିନନ୍ଦନ। ଆସୁଛ, ବହୁତ ଭଲ କରିଛ। ବହୁତ ବହୁତ ଅଭିନନ୍ଦନ। ତେଣୁ ଶୁଣିଲ ତ, ଏବେ କ'ଣ କରିବ? ତେବେ ଏହି ସିଜିନରେ କ'ଣ କ'ଣ ସବୁ କରିବ ତାହାର ହୋମୱାର୍କ ତ ଦେଇଦେଲୁ। ଏବେ ନିଜକୁ ଠିକ୍ ଭାବରେ ହୃଦୟଙ୍ଗମ କର, ଅନ୍ୟକୁ ନୁହେଁ। ଏବଂ ସହିଷ୍ଣୁ ହୁଅ, କାହିଁକି ନା ବାପ ଦାଦା ଚାହୁଁଛନ୍ତି ଯେ ମେରା ବାବା ଶବ୍ଦ କହୁଛି ସେ ମୋ ସାଥିରେ ସାଥୀ ହୋଇ ଘରକୁ ଯାଆନ୍ତୁ, ବରଯାତ୍ରୀ ହୋଇ ଯାଆନ୍ତୁ ନାହିଁ। ଶ୍ରୀମତର ହାତ ଧରି ବାପଦାଦାଙ୍କ ସହିତ ଘରକୁ ଚାଲନ୍ତୁ। ପୁଣି ବ୍ରହ୍ମା ବାବାଙ୍କ ସହିତ ପ୍ରଥମେ ରାଜ୍ୟରେ ଆସନ୍ତୁ। ମଜା ତ ପ୍ରଥମେ ନୂଆ ଘରେ ଥାଏ ନା। 1 ମାସ ପରେ ମଧ୍ୟ କୁହାଯିବ 1 ମାସର ପୁରୁଣା ଅଟେ। ନୂଆ ଘର, ନୂଆ ଦୁନିଆ, ନୂଆ ଚାଲିଚଳନ, ନୂଆ ପ୍ରଥା ପରମ୍ପରା ସହିତ ବ୍ରହ୍ମା ବାବାଙ୍କ ସହ ରାଜ୍ୟ କରିବା ପାଇଁ ଆସ। ସମସ୍ତେ କହୁଛନ୍ତି ନା ବ୍ରହ୍ମା ବାବାଙ୍କ ସହିତ ଆମର ବହୁତ ସ୍ନେହ ଅଛି। ତେବେ ସ୍ନେହର ଲକ୍ଷଣ କ'ଣ? ସାଥିରେ ରହିବା, ସାଥୀ ହୋଇ ଯିବା ଏବଂ ସାଥିରେ ଆସିବା। ଏହା ହିଁ ସ୍ନେହର ଚିହ୍ନ ଅଟେ। କ'ଣ ପସନ୍ଦ ତ? ସାଥିରେ ରହିବା, ସାଥିରେ ଯିବା, ସାଥିରେ ଆସିବା ପସନ୍ଦ ତ? କ'ଣ କହୁଛ? ତେବେ ଯେଉଁ ଜିନିଷ ପସନ୍ଦ ହୋଇଥାଏ ତାକୁ କ'ଣ ଛାଡ଼ି ଦିଅନ୍ତି କି? ତେବେ ବାବାଙ୍କର ସବୁ ପିଲାଙ୍କ ସହିତ ପ୍ରୀତିର ରୀତି ଏହା ହିଁ ଅଟେ। ସାଥିରେ ହିଁ ଚାଲନ୍ତୁ, ପଛେ ପଛେ ନୁହେଁ। ଯଦି କିଛି ବି ବାକି ରହିଥିବ ତେବେ ଧର୍ମରାଜର ଦଣ୍ଡ ଭୋଗ କରିବା ପାଇଁ ଅଟକିବାକୁ ପଡ଼ିବ। ହାତ ଧରି ଯାଇପାରିବ ନାହିଁ, ତେଣୁ ପଛେ ପଛେ ଆସିବ। ତେବେ ମଜା କେଉଁଥିରେ ଅଛି? ସାଥୀ ହୋଇ ଯିବାରେ ମଜା ଅଛି ନା? ତେବେ ତୁମମାନଙ୍କର ସାଥିରେ ଯିବାର ପ୍ରତିଜ୍ଞା ତ ପକ୍କା ଅଟେ ନା? ନା ପଛେ ପଛେ ଯିବାର ଅଛି? ଦେଖ, ହାତ ତ ବହୁତ ଭଲ ଉଠାଇ ଦେଉଛ। ହାତକୁ ଦେଖି ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି। କିନ୍ତୁ ଶ୍ରୀମତର ହାତ ଉଠାଅ, କାହିଁକି ନା ଯିବା ସମୟରେ ଶିବ ବାବାଙ୍କର ତ ହାତ ନଥିବ, ବ୍ରହ୍ମା ବାବାଙ୍କ ଆତ୍ମାର ମଧ୍ୟ ହାତ ନଥିବ, ତୁମମାନଙ୍କର ମଧ୍ୟ ଏହି ସ୍ଥୂଳ ହାତ ନଥିବ। ତେଣୁ କେବଳ ଶ୍ରୀମତ ରୂପୀ ହାତକୁ ଧରିଥିଲେ ହିଁ ସାଥିରେ ଯାଇପାରିବ। କ'ଣ ଯିବ ତ? ମୁଣ୍ଡ ତ ହଲାଅ। ଆଚ୍ଛା, ହାତ ହଲାଉଛନ୍ତି। ବାପ ଦାଦା ଚାହୁଁଛନ୍ତି ଯେ ମୋର ଗୋଟିଏ ବି ସନ୍ତାନ ପଛରେ ନ ରହୁ, ସମସ୍ତେ ସାଥିରେ ଚାଲନ୍ତୁ। ସେଥିପାଇଁ ସଦା ପ୍ରସ୍ତୁତ ହୋଇ ରହିବାକୁ ହେବ। ଆଚ୍ଛା, ଏବେ ବାପ ଦାଦା ଚାରିଆଡ଼ର ପିଲାମାନଙ୍କର ଖାତାକୁ ଚେକ୍ କରିବେ। ପ୍ରତିଜ୍ଞା ଅର୍ଥାତ ୱାଇଦା ତ କରିଛ, କିନ୍ତୁ ସେଥିରୁ ଫାଇଦା ଉଠାଉଛ କି ନାହିଁ? ତେଣୁ କେବଳ ୱାଇଦା କର ନାହିଁ, ଫାଇଦା ମଧ୍ୟ ଉଠାଅ। ଆଚ୍ଛା, ଏବେ ସମସ୍ତେ ଗୋଟିଏ ଦୃଢ଼ ସଂକଳ୍ପ କରିବ। ତେବେ ଦୃଢ଼ ସଂକଳ୍ପର ସ୍ଥିତିରେ ସ୍ଥିତ ହୋଇ ବସ। ମୋତେ କରିବାକୁ ହିଁ ହେବ, ଚାଲିବାକୁ ହିଁ ବି ହେବ। ମୁଁ ବାବାଙ୍କ ସାଥିରେ ହିଁ ଯିବି। ଏବେ ଏହି ଦୃଢ଼ ସଂକଳ୍ପ ନିଜ ସହିତ କର। ଏହି ସ୍ଥିତିରେ ବସିଯାଅ। କରିବି, ଦେଖିବି, ହୋଇଯିବି, ଏଭଳି କର ନାହିଁ, କରିବାକୁ ହିଁ ହେବ। ସବୁ ଆଡ଼ର ଡବଲ ସେବାଧାରୀ ପିଲାମାନଙ୍କୁ ଚାରିଆଡ଼ର ସର୍ବଦା ଏକାଗ୍ରତାର ତଥା ସ୍ୱମାନର ଆସନ ଉପରେ ସ୍ଥିତ ରହୁଥିବା ବାପ ଦାଦାଙ୍କର ମସ୍ତକମଣି ଆତ୍ମାମାନଙ୍କୁ, ଚାରିଆଡ଼ର ସମୟର ମହତ୍ତ୍ୱକୁ ଜାଣି ତୀବ୍ର ପୁରୁଷାର୍ଥର ପ୍ରମାଣ ଦେଉଥିବା ସୁପୁତ୍ର ପିଲାମାନଙ୍କୁ, ଚାରିଆଡ଼ର ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ସର୍ବଦା ଉଡ଼ୁଥିବା ଏବଂ ଉଡ଼ାଉଥିବା ଡବଲ ଲାଇଟ୍ ଫରିସ୍ତା ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଆଜିର ବରଦାନ। ଦାଦୀମାନଙ୍କ ସହିତ ସମସ୍ତେ ପରସ୍ପରକୁ ସାଥିରେ ଧରି ଚାଲୁଛ। ଏଥିରେ ବାପ ଦାଦା ଖୁସି ହେଉଛନ୍ତି। ସମସ୍ତେ ନିଜର ବିଶେଷତାର ଆଙ୍ଗୁଳି ଲଗାଉଛନ୍ତି ଦାଦିଜୀଙ୍କୁ। ସମସ୍ତେ ଆଦିରତ୍ନମାନଙ୍କୁ ଦେଖି ଖୁସି ହେଉଛନ୍ତି ନା? ସେମାନେ ଆଦି ସମୟଠାରୁ ଆଜି ପର୍ଯ୍ୟନ୍ତ ସେବାରେ ହାଡ଼ଭଙ୍ଗା ମେହନତ କରିଆସିଛନ୍ତି।
ବହୁତ ଦିଲର ସହିତ ସେବା କରିଛନ୍ତି। ବହୁତ ଭଲ। ଦେଖ, ଯଦି କିଛି ବି ଦେହ ଖରାପ ହୋଇଥାଏ, ଚାହେ ବିଛଣା ଉପରେ ଥାଆନ୍ତୁ, ଚାହେ ଯେଉଁଠି ବି ଥାଆନ୍ତୁ, କିନ୍ତୁ ବାବାଙ୍କୁ କେବେ ବି ଭୁଲି ନାହାନ୍ତି। ଏମାନଙ୍କ ଦିଲ ଭିତରେ ବାବା ସମାହିତ ଅଟନ୍ତି। ଠିକ୍ କଥା ନା? ଦେଖ, ସେ କେତେ ଭଲ ମୁରୁକି ହସୁଛନ୍ତି। ବାକି ଆୟୁଷ ମଧ୍ୟ ଅଧିକ ହୋଇଗଲାଣି। ଧର୍ମରାଜ ପୁରୀକୁ ତ ଟାଟା କରିଯିବାର ଅଛି ନା? ଦଣ୍ଡ ତ ପାଇବାର ନାହିଁ, ବରଂ ଧର୍ମରାଜକୁ ମଧ୍ୟ ମୁଣ୍ଡ ନୁଆଇବାକୁ ପଡ଼ିବ। ସ୍ୱାଗତ କରିବାକୁ ପଡ଼ିବ ନା? ଟାଟା କରିବାକୁ ପଡ଼ିବ। ସେଥିପାଇଁ ଏଠାରେ ବାବାଙ୍କ ସ୍ମୃତିରେ ଅଳ୍ପ ଅଳ୍ପ ହିସାବ କିତାବ ପୂରା କରିବାକୁ ପଡ଼ୁଛି। ବାକି କଷ୍ଟ କିଛି ବି ନାହିଁ। ରୋଗ ଯଦିଓ ଅଛି, କିନ୍ତୁ ଦୁଃଖର ମାତ୍ରା ଆଦୌ ନାହିଁ। ପରଦାଦି ଅର୍ଥାତ୍ ନିର୍ମଳା ଶାନ୍ତା ଦିଦିଙ୍କୁ ଏଇ ବହୁତ ହସୁଛନ୍ତି। ସମସ୍ତଙ୍କୁ ଦୃଷ୍ଟି ଦିଅ। ଆଚ୍ଛା, ବରଦାନ। ବାହ୍ୟମୁଖୀ ଚତୁରତାଠାରୁ ମୁକ୍ତ ରହୁଥିବା ବାବାଙ୍କର ପସନ୍ଦ ସଚ୍ଚା ସୌଦାଗର ହୁଅ। ବାହ୍ୟମୁଖୀ ଚତୁରତାଠାରୁ ମୁକ୍ତ ରହୁଥିବା ବାବାଙ୍କର ପସନ୍ଦ ସଚ୍ଚା ସୌଦାଗର ହୁଅ। ଡିଟେଲ୍ସ। ବାପ ଦାଦାଙ୍କୁ ଦୁନିଆର ବାହ୍ୟମୁଖୀ ଚତୁରତା ଆଦୌ ପସନ୍ଦ ନୁହେଁ। କଥାରେ ଅଛି, ଭୋଳାମାନଙ୍କର ଭଗବାନ। ଚତୁର ସୁଜାନ ଅର୍ଥାତ୍ ସମସ୍ତଙ୍କଠାରୁ ଚତୁର ବାବାଙ୍କୁ ଭୋଳା ପିଲାମାନେ ହିଁ ପସନ୍ଦ ଅଟନ୍ତି। ପରମାତ୍ମା ରେଜିଷ୍ଟରରେ ଭୋଳା ପିଲାମାନେ ହିଁ ବିଶେଷ VIP ଅଟନ୍ତି। ଯେଉଁମାନଙ୍କ ଆଡ଼କୁ ଦୁନିଆର ଲୋକମାନଙ୍କର ଦୃଷ୍ଟି ଯାଏ ନାହିଁ, ସେହିମାନେ ହିଁ ବାବାଙ୍କଠାରୁ ସୌଦା କରି ପରମାତ୍ମାଙ୍କର ନୟନର ତାରା ହୋଇଯାଇଛନ୍ତି। ଭୋଳା ପିଲାମାନେ ହିଁ ଦିଲର ସହିତ କହିଥାନ୍ତି, ମେରା ବାବା। ଏହି ଗୋଟିଏ ସେକେଣ୍ଡର ଏହି ଗୋଟିଏ ଶବ୍ଦ ଦ୍ୱାରା ଅସରନ୍ତି ସମ୍ପତ୍ତିର ସୌଦା କରୁଥିବା ସଚ୍ଚା ସୌଦାଗର ହୋଇଯାଇଛନ୍ତି। ଆଜିର ସ୍ଲୋଗାନ, ଯଦି ସମସ୍ତଙ୍କଠାରୁ ସ୍ନେହ ପ୍ରାପ୍ତ କରିବାକୁ ଚାହୁଁଛ, ତେବେ ମୁଖ ଦ୍ୱାରା ସର୍ବଦା ମିଠା କଥା କୁହ। ଯଦି ସମସ୍ତଙ୍କଠାରୁ ସ୍ନେହ ପ୍ରାପ୍ତ କରିବାକୁ ଚାହୁଁଛ, ତେବେ ମୁଖ ଦ୍ୱାରା ସର୍ବଦା ମିଠା କଥା କୁହ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରେ। ଯଦି ସହଜ ଯୋଗୀ ହେବାକୁ ଚାହୁଁଛ, ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଯେଉଁ ଆତ୍ମାମାନେ ସର୍ବଦା ବାବାଙ୍କର ସ୍ମୃତିରେ ଲଭ୍ଲିନୀ ଅର୍ଥାତ୍ ସମାହିତ ହୋଇ ରହିଛନ୍ତି, ସେମାନଙ୍କ ନୟନରେ ଏବଂ ମୁଖର ପ୍ରତ୍ୟେକ ବାଣୀରେ ବାବା ସମାହିତ ହୋଇ ରହିଥିବା କାରଣରୁ ସେମାନଙ୍କ ଭିତରେ ଶକ୍ତି ସ୍ୱରୂପ ଆତ୍ମା ପରିବର୍ତ୍ତେ ସର୍ବଶକ୍ତିବାନ ବାବା ଦେଖାଯାଇଥାନ୍ତି। ଯେପରି ସ୍ଥାପନାର ଆଦି ସମୟରେ ବ୍ରହ୍ମାଙ୍କର ରୂପ ଭିତରେ ସର୍ବଦା ଶ୍ରୀକୃଷ୍ଣ ହିଁ ଦେଖାଯାଉଥିଲେ, ସେହିପରି ତୁମମାନଙ୍କ ଦ୍ୱାରା ସର୍ବଶକ୍ତିମାନ ବାବା ହିଁ ଦେଖାଯାଆନ୍ତୁ। ସୂଚନା, ଆଜି ମାସର ତୃତୀୟ ରବିବାର। ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ ଭଉଣୀମାନେ ସନ୍ଧ୍ୟା 6:30 ଠାରୁ 7:30 ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ କରିବା ସମୟରେ ନିଜର ପୂର୍ବଜ ପଣିଆର ସୋମାନରେ ସ୍ଥିତ ହୋଇ କଳ୍ପ ବୃକ୍ଷର ମୂଳରେ ବସି ସାରା ବୃକ୍ଷକୁ ଶକ୍ତିଶାଳୀ ଯୋଗର ଦାନ ଦେବା ସହିତ ନିଜର ବଂଶାବଳୀମାନଙ୍କର ଦିବ୍ୟ ପାଳନ କରିବା ହେବେ। ଓମ୍ ଶାନ୍ତି।